नमस्कार दर्शक बंधु, चलନ୍ତୁ ଜାଣିବା ପେଚା ଦେଖିବା ଶୁଭ ନା ଅଶୁଭ ହୋଇଥାଏ। ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ କିଛି ପଶୁ ବା ପକ୍ଷୀଙ୍କୁ ଅଶୁଭ ବୋଲି କୁହାଯାଇଥାଏ। ତେବେ କୁହାଯାଏ ଯଦି ଆପଣ ସେହି ପଶୁ ବା ପକ୍ଷୀଙ୍କୁ ଦେଖିଥାନ୍ତି ତେବେ ଆପଣଙ୍କ ଜୀବନରେ ସମସ୍ୟା ଆସିଥାଏ। ଆପଣଙ୍କର ଧନହାନି ହୋଇଥାଏ। ଏପରି କୁହାଯାଏ କି ପଶୁ ବା ପକ୍ଷୀଙ୍କୁ ଦେଖିବା ଦ୍ୱାରା ମନୁଷ୍ୟର ମୃତ୍ୟୁ ସମ୍ଭାବନା ମଧ୍ୟ ରହିଥାଏ। ତେବେ ଆଜି ଆମେ ସେହିଭଳି ଗୋଟିଏ ପକ୍ଷୀ ବିଷୟରେ କହିବୁ ଯାହାକୁ ଦେଖିବା ଦ୍ୱାରା ଅଶୁଭ ହୋଇଥାଏ ବା ଶୁଭ ହୋଇଥାଏ। ତେବେ ଅନେକ ଲୋକ ଭାବିଥାନ୍ତି ଏହା ଦେଖିବା ଅଶୁଭ। ଆହୁରି ମଧ୍ୟ ଅନେକ ଲୋକ ଭାବିଥାନ୍ତି ଏହା ଶୁଭ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏହି ସମ୍ବନ୍ଧରେ କହିବୁ। ତେବେ ସେହି ପକ୍ଷୀଟି ହେଉଛି ପେଚା। ଆମେ ଜାଣିଛୁ ପେଚା ରାତ୍ରି ଚର ଅଟେ। ଏହା ରାତି ସମୟରେ ଦେଖାଯାଇଥାଏ। ତେବେ ଆମେ ଜାଣିଛୁ ଯେ ଧଳା ପେଚା ହେଉଛି ମା ଲକ୍ଷ୍ମୀଙ୍କର ବାହନ। ତେଣୁ ଏହାକୁ ଦେଖିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ପେଚାର ଶବ୍ଦ ଆପଣଙ୍କୁ ଦକ୍ଷିଣ ଦିଗରୁ ଶୁଭିଥାଏ ତେବେ ଏହା ଶୁଭ ଅଟେ। ଯଦି ଆପଣଙ୍କର ବାମ ପଟେ ଆପଣଙ୍କର ପେଚା ଦର୍ଶନ କରିଥାନ୍ତି ତେବେ ଏହା ଶୁଭ ଫଳ ହୋଇଥାଏ। ଯଦି ଆପଣଙ୍କ ଘରର ଛାତରେ ବା ଆପଣଙ୍କ ଘରେ ବସିଥାଏ ଓ ଏହି କଳା ପେଚା ହୋଇଥାଏ ତେବେ ଆପଣଙ୍କ ଘରକୁ କୌଣସି ଏକ ବିପଦ ଆସିପାରେ। ଆପଣଙ୍କ ଘରେ ଅବନତି ଘଟିଥାଏ। ଯଦି ଆପଣ କଳା ପେଚା ଦେଖିଥାନ୍ତି ଏହା ବହୁତ ଅଶୁଭ ଅଟେ। କଳା ପେଚାର ଶବ୍ଦ ଯଦି ଆପଣଙ୍କୁ ମଧ୍ୟ ରାତ୍ରିରେ ଶୁଭିଥାଏ ତେବେ ଏହା ବହୁତ କ୍ଷତିକାରକ ଅଟେ। ଏହି ଶବ୍ଦ ମଧ୍ୟରାତ୍ରିରେ ଶୁଣିବା ଦ୍ୱାରା ଆପଣଙ୍କୁ ହୃଦଘାତ ମଧ୍ୟ ହୋଇପାରେ ଓ ଆପଣଙ୍କର ମୃତ୍ୟୁ ମଧ୍ୟ ହୋଇପାରେ। ପିଲାମାନେ ଏହି ଶବ୍ଦ ଶୁଣି ଭୟ ପାଇଥାନ୍ତି। ଯଦି ଧଳା ପେଚା ଆପଣଙ୍କ ଘର ମଧ୍ୟକୁ ପଶି ଆସିଥାଏ ତେବେ ଆପଣ ଜାଣିବେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଏହି ଧଳା ପେଚା ଆସିବା ଦ୍ୱାରା ଆପଣଙ୍କର ଧନ ଲାଭ ହୋଇଥାଏ। ତେବେ ଯଦି ଆପଣ ଧଳା ପେଚା ଦେଖନ୍ତି ଏହା ଶୁଭ ଅଟେ। ଯଦି ଆପଣ କଳା ପେଚା ଦେଖନ୍ତି ଏହା ଅଶୁଭ ଅଟେ। ତେଣୁ ଏଥିରୁ ଆମେ ସ୍ପଷ୍ଟ ହୋଇଯାଇଥାଉ ଯେ କଳା ପେଚା ଅଶୁଭ ସଂକେତ ହୋଇଥାଏ ଓ ଧଳା ପେଚା ଶୁଭର ସଂକେତ ଦେଇଥାଏ।